ମୁଇଁ ଗୁଟେ ଟୁକେଲଟେ ଆଏଁ କଲି ଯୁଗର ଜୀବନ ଥି ବହୁତ କିଛି ଦେଖିଛେଁ। କେତେବେଲେ କାହାର ଜିତ୍ ତ କେତେବେଲେ କାହାର ହାର, କେତେବେଲେ କାହାର ସୁଖ ତ କେତେବେଲେ କାହାର ଦୁଃଖ, କେତେବେଲେ କାହାର ଇଜ୍ଜତ ବଢ଼ବାର୍ ତ କେତେବେଲେ କାହାର ଇଜ୍ଜତ ଯିବାର। ସତେ ସେ ଭଗବାନର ଦିମାଗ ଭିଲ୍ ବଢ଼େ ଖତରନାକ ଆଏ, ଯେନ୍ ହିସାବେ ଆମକୁ ଗୁଟେ ଗୁଟେ କାହାଣୀ ଦେଇକରି ଅଭିନୟ କରଉଛେ ସତେ ଧଏନ ଆଇ ମନୁଷ୍ୟ ଜାତି। ହେନ୍ତା ସିମି ବୋଲି ଗୁଟେ ଟୁକେଲର ଜୀବନର କାହାଣୀଟା ଭିଲ୍ ବଢ଼େ ଅଜିବ ଆଏ। ଦେଖବାର ଲାଗି ଗୁଟେ ଚାଉଲେ ଗଢ଼ା ଆଏ ସେ। ପାଠ ପଢ଼ାରେ ଏକ ନମ୍ବର। ବଡ଼ ହେଇକରି ଗୁଟେ ଡାକ୍ତର ହେବାର ସପନ ଥିଲା ତାର। କେତେ ସପନ ସେ ଦେଖିଥିଲା ସପନ ତକ ପହଞ୍ଚିବାର ଲାଗି। ଅଣ୍ଟାକେ ଭିଡ଼ି ସବୁ ଦୁଃଖ ଦରଦକେ ସାଉଁଟି ବାହାରିଥିଲା ସପନ ରାଇଜେ ପାଦ ଦେବାର ଲାଗି। ଭାବୁଥିଲା ସତ ହେଇଯିବା ସପନଟା ତାର ବଢ଼ା ଜଲଦି। ହେଲେ କେହେସନ ନା ଜିତ୍ ସହଜେ କାହାକେ ନେଇ ମିଲେ। ହଁ ସେଟା ସତ ଆଏ। ଗୁଟେ ସାଧାସିଧା ଘରର ଛୁଆ ଥିଲା ସେ। ଛଟ ମଟ ଖୁସିଥି ଜୀବନ ତାକର ବିତି ଯାଉଥିଲା। ବୁଆ ମାର ଗୁଟେ ବୋଲି ଝି। ସବୁବେଳେ ହସିଥିଲା ସବକର ମୁହେଁ। ସେଦିନ ମୂଲ ହେଲା ସିମର ଜୀବନର ଅସଲି କାହାଣୀ। ସେଟା ଥିଲା ତାର ସ୍କୁଲ ସମିଆ। ମେଟ୍ରିକ ପରୀକ୍ଷା ଲାଗି ସବୁ ଛୁଆମାନଙ୍କର ଭିତରେ ଗୁଟେ ଅଲଗା ଜୋଶ ଥିଲା ସେତେବେଳେ। ଆର ପଢ଼ାରେ ଭିଲ ସେ କେତନି କେତେ ଭଲ ଥିଲା। ସବୁ ପରୀକ୍ଷା ନେ ଏକ ନମ୍ବର। ଠିକ୍ ମେଟ୍ରିକ ପରୀକ୍ଷାର 2 ଦିନର ଆଗରୁ ସେ ସ୍କୁଲକେ ଆଡମିଟ କାର୍ଡ ନେଇଯାଇଥେ। ଫିରବାର ତାର ଲେଟ ହୋଇଗଲା। ଏକଲା ରାସ୍ତା ଥି ଚାଲି ଚାଲି ଉସତ ମନେ ଆସୁଛେ। ଛିନା ରାସ୍ତା କିଏ ନାଇଁ ବାଟେ ଘାଟେ। ହେଲେ ସିମି କେତନି କେତେ ସାହସୀ ଥିଲା। ଯେତେବେଲେ ସେ ବ୍ରିଜ ତକ ଆସିଲା ଗୁଟେ ପିଲା ଗାଡ଼ିଥି ଅଚାନକ ଆସି ତାର ବାଟ ଛେକଲା। ଆର ତାହାକେ ଜବରଦସ୍ତି କରବାରକେ ଚେଷ୍ଟା କରଲା ହେଲେ ସିମି ବହୁତ କଷ୍ଟେ ତାରନୁ ଛଡ଼େଇ ହେବାରକେ ଚେଷ୍ଟା କରୁଥିଲା। ଠିକ୍ ସେ ସମିଆକେ ଗାଁର 2 ଲୋକ ସେ ବାଟୁ ଯାଉଥିଲେ। ଇଟା ଦେଖି ଅଟକିଲେ କି ସେ ପିଲା। କହିଲା ଇ ଟୁକେଲ ମତେ ଇନକେ ଡାକିଥିଲା। ସିମି ଯେତେ ବୁଝବାରକେ ଚେଷ୍ଟା କରଲେ ଭିଲ ତାର କଥା କେହି ନେ ଶୁଣଲେ। ଆର ଗାଁର ଆଗେ ସେ ଖରାପ ଚରିତ୍ରର ଟୁକେଲ ବନିଗଲା। 2 ଦିନ ପରେ ପରୀକ୍ଷା। ଇଆଡ଼େ ଇ ଘଟଣାକେ ସହି ନ ପାରି କରି ତାର ବାପା ହାର୍ଟଆଟାକରେ ଜୀବନ ହାରିଦେଲେ। ସିମି ପୁରା ଚୁପ ଥିଲା। ସବୁ ଶୁଣୁଥିଲା ସବୁ ଦେଖୁଥିଲା। ସଭେ ମନା କରଲା ସତେ ବି ସେ ମେଟ୍ରିକ ପରୀକ୍ଷା ଦେଇଥିଲା ଆର ଫାଷ୍ଟ ଡିଭିଜନରେ ପାସ୍ କରିଥିଲା। କାଏଁ ଯେ କି ସେ ବହୁତ ସାହସୀ ଥିଲା। ସପନ ଲାଗି ମେହନତ କରୁଥିଲା। ମନେ ସେ ଦରଦକେ ନେଇ ଆଗେ ବଢ଼ଲା। +2 ସାଇନ୍ସ ନେ ନା ଲେଖେଇ କରି ଫେର ସପନର ଦିଗେ ଆଗକେ ବଢ଼ିଲା। ବର୍ଷେ ପଲେଇଗଲା। 2 ନମ୍ବର ସରସ ଚାଲିଥେ। ଦିନେ ସେ ଚାଲି ଚାଲି କୋଚିଂ ଯାଉଥେ। ଆର ଫେର ସେ ଗାଁ ନେ ହେଉଥିବା ଘଟନା ବାଗିର 2ଟା ପିଲା ଆସିକି ଜବରଦସ୍ତି କରଲେ। ହେଲେ ଇ ସବୁ ଆଉ ସହି ନ ପାରଲା ସିମି। ଆଉ ସେ 2 ଲୋକର ସାଙ୍ଗେ ଗାଲେ ଲଢ଼ି ବସିଲା। ଇ ସିମିଆର ଗୁଟେ ପିଲା ତାର ପକେଟରୁ ଏସିଡ ବାହାର କରେଇକି ସିମିର ମୁହେଁ ଫିକି ଦେଲା। ଆର 2 ଲୋକ ଫେରାର ହୋଇଗଲେ। ସିମି ରାସ୍ତାରେ ଛଟପଟଉଥେ। ଗୁଟେ ଲୋକ ଆସିକି ତାକେ ହସ୍ପିଟାଲରେ ଭର୍ତ୍ତି କରଲେ। ତାର ମା ନିଜର ଛୁଆର ଦୁଃଖ ଦେଖି ନ ପାରଲେ। ଆର ସେ ଭିଲ ଜୀବନ ହାରିଦେଲେ। ସିମିର ଜୀବନ ଥି ସେତେବେଲେ କିଏ ନାଇଁ ଯେ ତାହାକେ ରାସ୍ତାରୁ ଉଠେଇକି ନେଇଥିଲା। ସେ ସିମି ଲାଗି ଭଗବାନ ସାଜିଥିଲା। ସେ ଲୋକ ଜଣକ ସିମିକେ ତାର ଘରକେ ଆନିକରି ତାର ମା ବାପା ସାଙ୍ଗେ ରଖଲା। ଆର ସିମିର ସେବା କରଲା। ସବୁ ସପନକେ ପୂରା କରଲା। ହଁ ସେ ସିମି ଇହାନି ଗୁଟେ ଡକ୍ଟର ଅଛେ। ତାର ମୁହେଁ ଦୁନିଆରେ ସବୁ ଖୁସି ଅଛେ। ଆଗକେ ବଞ୍ଚ ଯିବାର ଲାଗି ସାହସ ବାନ୍ଧିଛେ। ଆର ସେ ଲୋକ ଯାହାର ଲାଗି ସିମି ନୂଆ ଜୀବନ ପାଇଛେ ସେ ସିମିର ହାତ ମରି ଯିବାର ତକ ଧରିଛେ। ଆର ସେ ସିମି ମୁଇଁ ଆଏଁ।